ହାଲେଲୁୟା। ଧନ୍ୟବାଦ ହେଉ ପରମେଶ୍ୱରଙ୍କର ମୁଖର ନିର୍ଗତ ବାକ୍ୟ ଆମେ କିଛି ଶିଖିବା ପୂର୍ବରୁ ମୁଁ ରିକ୍ୱେଷ୍ଟ କରେ ଆଉ ମୋର ୟୁଟ୍ୟୁବ୍ ଚ୍ୟାନେଲକୁ ଦେଖୁଥିବା ପ୍ରିୟ ଭାଇମାନଙ୍କୁ ସମସ୍ତଙ୍କୁ ନମସ୍କାର ଆଉ ପ୍ରେଜ୍ ଦ ଲର୍ଡ। ଆଉ ଆରମ୍ଭ କରିବା ବିଳମ୍ବ ନକରି ସମସ୍ତେ ଭଲରେ ଅଛନ୍ତି ବୋଲି ମୁଁ ବିଶେଷ ଧନ୍ୟବାଦ। ଆଉ ପ୍ରିୟ ପ୍ରଭୁଙ୍କ ଲୋକ ସମସ୍ତେ ସଚେତନ ହୁଅନ୍ତୁ। ଏବେ ହେଉଛି ପବିତ୍ର ଶାସ୍ତ୍ର ଅଟେ ଆଉ ଆପଣମାନେ ଜାଣିବାର ଆବଶ୍ୟକ ଏହି ହେଉଛି। ତ ଆମେ ଦେଖିବା ଏ ପୁସ୍ତକ ଦେଖିବା ଯେ କି ପ୍ରକାର ଲେଖା ଅଛି। ଆମେ ଲୋକମାନଙ୍କୁ ସୁସମାଚାର କେମିତି କରିଦେବା। ଆମେ ଜଣେ କିଏ, ସଦାପ୍ରଭୁ ଆମକୁ କାଁଟା କରି ନିଯୁକ୍ତି କରିଛନ୍ତି ସେ ବିଷୟରେ ଆମେ ଦେଖିବା। ତ ଆସନ୍ତୁ ଆମେ ପାଠ କରିବା ଜିହିଜିକଲ 3:17 ପଦ। ସେ ଜାଗାରେ ଲେଖାଯାଉଛି, ହେ ମନୁଷ୍ୟ ସନ୍ତାନ, ଆମେ ଇସ୍ରାଏଲର ବଂଶ ପ୍ରତି ତୁମକୁ ପ୍ରହରୀ କରି ନିଯୁକ୍ତ କରିଅଛୁ। ଏହେତୁ ଆମ ମୁଖ କଥା ଶୁଣ ଓ ଆମର ନାମରେ ସେମାନଙ୍କୁ ସଚେତନ ଦିଅ। ଆମେ ଯେମିତି ଯେ ପରମେଶ୍ୱରଙ୍କର ବାକ୍ୟ ସେମାନଙ୍କୁ କହିବାର ଆବଶ୍ୟକ। ସେମାନେ ଯେମିତିକି ଜାଣିପାରିବେ ଆଗାମୀ ଦିନରେ ପରମେଶ୍ୱରଙ୍କର ଗୌରବ କରିବେ। ତେଣୁକରି ପ୍ରିୟ ପ୍ରଭୁଙ୍କ ଲୋକ ସମସ୍ତେ ସଚେତନ ଜାଗ୍ରତ ହେବା ଆଉ ଲୋକମାନଙ୍କୁ ସଚେତନ କରିବା। ଆମେ ଜଣେ ପରମେଶ୍ୱରଙ୍କର ଜଗୁଆଳି ଅଟୁ। ଆମେ ଜଣେ ପରମେଶ୍ୱରଙ୍କର ଦୂତ ସଦୃଶ୍ୟ। ଆମମାନଙ୍କୁ ପରମେଶ୍ୱର ଏହି ଜଗତରେ ମାନବ ଜାତିମାନଙ୍କ ନିମନ୍ତେ ସୁସମାଚାର ଘୋଷଣା କରିବା ନିମନ୍ତେ ଆମମାନଙ୍କୁ ଦେଇଛନ୍ତି। ତେଣୁକରି ସଚେତନ ହେବା ଆଉ ପରମେଶ୍ୱରଙ୍କର ବାକ୍ୟ ତାଙ୍କର ସମ୍ମୁଖରେ ନେଇ ପହଞ୍ଚାଇବା। ଏହା ହେଉଛି ପରମେଶ୍ୱରଙ୍କର ଇଚ୍ଛା। ଆଉ ଆପଣମାନେ ତଳକୁ ପଢ଼ି ନେବେ ବହୁତ ଗଭୀର ବିଷୟ। ଆମେ ଯଦି ସେମାନଙ୍କୁ ସଚେତନ ନ କରିବା ତାହେଲେ ସେ ମରିଯାଏ, ତାହେଲେ ରକ୍ତର ପରିଶୋଧ ନେବେ। ତ ସେ ବିଷୟରେ ଲେଖାଯାଇଅଛି। ତେଣୁକରି ଆମେ ସାବଧାନ ନେବା, ପରମେଶ୍ୱରଙ୍କର ବାକ୍ୟ ହୃଦୟରେ ରଖିବା ଆଉ ଜାଣିବା ପ୍ରିୟମାନେ। ନଚେତ ଆଉ ଅନ୍ୟ ଦିନ ଅନେକ କଷ୍ଟ ଆସିଥାଏ। ତେଣୁକରି ସଚେତନ ସହିତ ପରମେଶ୍ୱରଙ୍କର ମୁଖର ନିର୍ଗତ ବାକ୍ୟ ଦେବା। ଧନ୍ୟବାଦ। ଆଉ ଭୁଲନ୍ତୁ ନାହିଁ, ଏ ପୁସ୍ତକକୁ ଆପଣମାନେ ପାଠ କରନ୍ତୁ ଆଉ ଅନ୍ୟମାନଙ୍କୁ ମଧ୍ୟ ଶିଖାନ୍ତୁ। ଧନ୍ୟବାଦ ହଉ ହିନ୍ଦୁ ଭାଇମାନେ ମଧ୍ୟ ଦେଖୁଥିବାରୁ। ଆଉ ଏହି ଶାସ୍ତ୍ର ଏଭଳିଆ ଅଛି। ଆମେ ପାପୀ ଅଯୋଗ୍ୟ ମଣିଷ ହେଲେ ମଧ୍ୟ ମନ ପରିବର୍ତ୍ତନ କରିବାର ଆବଶ୍ୟକ। ତେଣୁକରି ଧନ୍ୟବାଦ ହେଉ। ଆଗାମୀ ଦିନରେ ପୁନର୍ବାର ଦେଖାଯିବ ଆଉ ଅନ୍ୟ ପୁସ୍ତକ ଆଣିକି। ଧନ୍ୟବାଦ।